ମୁଁ ତୁମକୁ ଗୋଟେ ତ ଭାଇ କଥା କହିବି ପୁତ୍ର। ଆସ ପୁତ୍ର ମୋ ପାଖକୁ ଆସ। पुत्र मोर प्रणाम ग्रहण करंतु मां। पुत्र पुत्र मां ए राम मन एक प्रश्न बाची मां। कुह पुत्र। रात्र पाहिले अयोध्या सिंहासन रे ए राम चक्रवर्ती सम्राट रूप अभिषिक्त हेब। पिताश्री घोषणा द्वारा सारा अयोध्या नगर रे समस्त प्रजांगन मन रे आनंदर लहरी खेली जाइछि मां। देवालय रे शुभुछि घंटा घंटा हरिबोल हुलहुली। समस्त द्वारा द्वारा पूर्णपुक्ष पूर्णकुंभ एवं रंबा वृक्ष स्थापन सरीछ मां। हेले पिताश्री मन मलिन पड़ी जाइछि। कौन होइछि मां? पिताश्री कौन चाहू नथिले अयोध्या राजसिंहासन रे राम चक्रवर्ती सम्राट रूप अभिषिक्त हेउ? कहंतु मां कौन होइछि? मु कहुछि पुत्र ताहा तबे मन देई सुन। ये होची गुरुत्वपूर्ण कथा। तुम्हारी वंश रे भगीरथ राजा निज देह को तिल तिल करी दान कर देइथिले। 60,000 पुत्र को से गंगा पानी उद्धार करथिले पुत्र। और सेही बरी तो मस्तक रे से ही तोरी मस्तक रे लिखा अछि पुत्र। मां तोर परीक्षार फल पड़छि पुत्र। परीक्षा? हाँ पुत्र। की परीक्षा मां? तू करि परबो पुत्र? निश्चित मां। आपण जे परीक्षा रखिछंदी राम सम्मुख रे प्रतिपादन करंतु। मु कहूनी पुत्र। मां तुमर पिता सत्य करिछंती। सत्य? हाँ पुत्र। तो पाखरे से कहि परिबिनी बोले मु आज तते सच्चाई दउछि पुत्र। माता को चाहिबो अंति कौशल्या नंदन हे कौशल्या नंदन। हे संजोयो फेरी नवेगे करो धान कोली छोटो रे कोली छोटो रे पिता मां से कथाटा जटिल पुत्र। कहंतु मां बहु कष्ट पुत्र। तेणु तुम कहि परिबो पुत्र तुमको सत्य करबाकू पड़िबो पुत्र। मां हाँ पुत्र मु आपनकू सत्य सत्य त्रिबार सत्य करूछि। मु परा हेउछि सत्य संध वंशर दायद। जदि पिताश्री सत्य को रक्षा करने जाई
ଏ ରାମର ନିଜର ପ୍ରାଣକୁ ବିସର୍ଜନ କରିଦେବାକୁ ପଡ଼େ ମା। ଏ ରାମ କେବେ ପଛଘୁଞ୍ଚା ଦେବନି ମା। କୁହନ୍ତୁ ପିତାଶ୍ରୀଙ୍କ ସତ୍ୟ କଣ? କରି ସତ୍ୟ ହେ କରି ସତ୍ୟ ରେ ପିତା ସତ୍ୟ ରଖିବି ଅସରେ। ରାମଚନ୍ଦ୍ର ମା, ପୂର୍ବେ ତୁମ ପିତା ମତେ ଦୁଇଟି ବର ଦେଇଥିଲେ ପୁତ୍ର। ଆଉ ସେ ଦୁଇଟି ବର କଣ ଜାଣିଛ ପୁତ୍ର? କଣ ମା? ମୋର ପୁତ୍ର ଭରତ ହେବ ଏ ଅଯୋଧ୍ୟା କଟକର ରାଜା, କିନ୍ତୁ ତୁ 14 ବର୍ଷ ବନକୁ ଯିବୁ ପୁତ୍ର। ହଁ ପୁତ୍ର, ଏ କଥା ସେ ନିଜେ କହିଥିଲେ। ସେ କହିପାରିବେନି ବୋଲି, ତାଙ୍କର ମନେ ନାହିଁ ବୋଲି ସେ ଘୋଷଣା କରିଦେଇଥିଲେ ତୁମେ ଏ ଅଯୋଧ୍ୟା କଟକରେ ରାଜା ହବ ବୋଲି ପୁତ୍ର। ସେ କିନ୍ତୁ ତୋ ଆଗରେ ସେ କଥାକୁ ପରିପ୍ରକାଶ କରିପାରିବେନି ବୋଲି ମୁଁ ଆଜି ତତେ ସେ କଥା କହୁଛି ପୁତ୍ର। ତୁ ମୋ ଦୋଷ ଧରିବନି ପୁତ୍ର। ମା, ହଁ ପୁତ୍ର। ତୁମ ବଂଶ ପୂର୍ବରୁ ଯେତେ ରାଜା ଥିଲେ, ଯେତେ କଷ୍ଟ ହେଲେ ମଧ୍ୟ ବି ସେ ତାଙ୍କର ସତ୍ୟକୁ ରକ୍ଷା କରୁଥିଲେ ପୁତ୍ର। ତୀର ତୀର ହୋଇ ଜୀବନକୁ ଦହନ କରିଦେଉଥିଲେ। ତତେ ତ ବହୁ ଶାସ୍ତ୍ର ପଢେଇଛି ପୁତ୍ର। ବଶିଷ୍ଠ ଭରଦ୍ୱାଜ ମାନଙ୍କ ଠାରୁ ତୁମେ ବହୁତ ଜ୍ଞାନୀ ପୁତ୍ର। ତେଣୁ ପିତାର ବାଣୀ ଯେଉଁମାନେ ରକ୍ଷା କରନ୍ତି ଆଉ ଯଦି ନ ରଖନ୍ତି ତାଙ୍କୁ ଅଧର୍ମ ପୁତ୍ର ବୋଲି କୁହନ୍ତି ପୁତ୍ର। ତାଙ୍କୁ ଅଧର୍ମ ପୁତ୍ର ବୋଲି କୁହନ୍ତି ପୁତ୍ର। ତୁମେ ତାହା ପାଳନ କରିପାରିବ ତ ପୁତ୍ର? ତୁମେ ତାହା ପାଳନ କରିପାରିବ? Sita
ମା ପୁତ୍ର ଏ ଅଯୋଧ୍ୟା ବଂଶର କୀର୍ତ୍ତି ସାରା ବିଶ୍ୱ ବିଖ୍ୟାତ ମା। ଏ ଅଯୋଧ୍ୟା ବଂଶରେ ଜନ୍ମ ହେଇଥିବା ପୂର୍ବଜ ମାନେ ନିଜର ସତ୍ୟକୁ ରକ୍ଷା କରିବା ପାଇଁ ଏ ବିଶ୍ୱ ବିଖ୍ୟାତ ହୋଇସାରିଛନ୍ତି ମା। ପିତାଙ୍କର ସତ୍ୟ ମୁଁ 14 ବର୍ଷ ବନକୁ ଯିବି ତ ଏଥିରେ ମୋର ମନ ଦୁଃଖ ନାହିଁ ମା। କିନ୍ତୁ ମୋର ଗୋଟିଏ ଦୁଃଖ, ମୁଁ ଆପଣଙ୍କୁ କିଛି ଅନୁରୋଧ କରିବି ମା। କୁହ ପୁତ୍ର କୁହ। ଆପଣ ରକ୍ଷା କରିବେ ପୁତ୍ର ମୋର ତୁମ ସବୁ କଥାକୁ ରକ୍ଷା କରିବି ପୁତ୍ର। ମା। ମୁଁ ବନକୁ ଯିବି ଏହା ସତ୍ୟ, ମୋର ସାନୁଜ ଭରତ ଏ ଅଯୋଧ୍ୟା ରାଜ ସିଂହାସନରେ ଚକ୍ରବର୍ତ୍ତୀ ସମ୍ରାଟ ରୂପରେ ଅଭିଷିକ୍ତ ହେବ ଏହା ମଧ୍ୟ ସତ୍ୟ। କିନ୍ତୁ ମା ଯିବା ପୂର୍ବରୁ ମୁଁ ଆପଣଙ୍କୁ ଏତିକି ଅନୁରୋଧ କରୁଛି, ବର୍ତ୍ତମାନ ମୋର ମାତା ଏବଂ ପିତାଶ୍ରୀ ଅଛନ୍ତି ବୃଦ୍ଧ। ମୁଁ ଯେତେବେଳେ ଅରଣ୍ୟକୁ ଚାଲିଯିବି ଏ ରାମର ବିଚ୍ଛେଦରେ ସେମାନେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିବେ। ମା ହେ ରାମର ଏତିକି ଅନୁରୋଧ ମା, ଯେତେବେଳେ ରାମ ପାଇଁ ସେ ଅଧୈର୍ଯ୍ୟ ହୋଇଯିବେ ଆପଣ ତାଙ୍କୁ ସାହସ ପ୍ରଦାନ କରିବେ ଏବଂ ସେମାନଙ୍କ ସେବାରୁ କେବେ ବିଚ୍ଛେଦ ହେବେନି ମା। ଆଉ ଏକ ଅନୁରୋଧ ମା, ସୀତା ହେଉଛି ଆପଣଙ୍କର କୁଳବଧୂ। ଅତି କମ୍ ଦିନ ହେଲା ସେ ଅଯୋଧ୍ୟାକୁ ଆସିଛି ମା। ଆପଣଙ୍କୁ ମୋର ଏତିକି ଅନୁରୋଧ, ଯେତେବେଳେ ସୀତା କିଛି ଦୋଷ କରିବ ସେ ବଧୂ ରୂପେ ନୁହଁ ମା, ନିଜର କନ୍ୟା ରୂପେ ତାର ସମସ୍ତ ଦୋଷକୁ ଆପଣ କ୍ଷମା କରିବା ହେବେ। ଆଉ ଏକ ଅନୁରୋଧ ଅଛି ମା, ଶୁଣନ୍ତୁ ମା। ତିଆରି ଭରତକୁ ପ୍ରଜାର ପିଡ଼ିବ, ତିଆରି ଭରତକୁ ପ୍ରଜାର ପିଡ଼ିବ, ଜ୍ଞାତି ବନ୍ଧୁ ମୋର ଶେଷ ଅନୁରୋଧ, ମୋର ପ୍ରାଣ ପ୍ରତିମ ହେଉଛି ମୋ ଭରତ। ପିତାଶ୍ରୀଙ୍କ ସତ୍ୟକୁ ରକ୍ଷା କରିବା ପାଇଁ ଯେତେବେଳେ ମୁଁ ଅରଣ୍ୟଗାମୀ ହେବି, ଯେତେବେଳେ କଣ୍ଟକିତ ପଥର ପଥିକ ସାଜିବି ମା, ସେତେବେଳେ ଭରତ ସଙ୍ଗତରେ ମୋର ସାକ୍ଷାତ ହେବ କି ନା ମୁଁ ଜାଣିନି, କାରଣ ଭରତ ବର୍ତ୍ତମାନ ମୋ ମାତୁଳା ରୟରେ। ହେଲେ ମା ମୁଁ ଆପଣଙ୍କୁ ଏତିକି ଅନୁରୋଧ କରୁଛି ମା, ଯେତେବେଳେ ଭରତ ଏ ରାଜ୍ୟ ସିଂହାସନରେ ଅଭିଷିକ୍ତ ହେବ ସେତେବେଳେ ଭରତ ରାଜ୍ୟ କାର୍ଯ୍ୟରେ ସମ୍ପୂର୍ଣ୍ଣ ଅଜ୍ଞ। ତାକୁ ଏଇ ପ୍ରବୋଧନା ଦେବେ, ଭରତ ଯେତେବେଳେ ରାଜ୍ୟ ଭାରତ ହସ୍ତକୁ ଆସିବ ସେତେବେଳେ ରାଜ୍ୟରେ ଏତେ ପୀଡ଼ିତ ଏତେ କଷଣ କରିଦେବୁନି ଯେ ନିରୀହ ସାମାନ୍ୟ ପ୍ରଜାମାନଙ୍କୁ ଅସହ୍ୟ ପୀଡ଼ା ହେବ। ମା କାହିଁକି ଆଉ ବିଳମ୍ବ କରିବି? ମୁଁ ଥିଲେ ରାଜ୍ୟ କାର୍ଯ୍ୟ ତାକୁ ଶିଖେଇଥାନ୍ତି ମା। ହେଲେ ପିତୃ ସତ୍ୟକୁ ରକ୍ଷା କରିବା ପାଇଁ ଯଥାଶୀଘ୍ର ମତେ ଅରଣ୍ୟଗାମୀ ହେବାକୁ ପଡ଼ିବ ମା। କାହିଁକି ବିଳମ୍ବ କରିବି? ରାତ୍ର ପାଇବା ପୂର୍ବରୁ ପିତାଶ୍ରୀଙ୍କ ସତ୍ୟରେ କଳଙ୍କ ଲାଗିବା ପୂର୍ବରୁ ମୁଁ ଯଥାଶୀଘ୍ର ଅରଣ୍ୟଗାମୀ ହେବି ମା। ଯିବା ପୂର୍ବରୁ ହେ ରାମକୁ ଏତିକି ଆଶୀର୍ବାଦ କରନ୍ତୁ ମା, ଯେପରି ପିତୃ ସତ୍ୟକୁ ପାଳନ କରି 14 ବର୍ଷର କଣ୍ଟକିତ ପଥର ପଥିକ ସାଜି ଆପଣଙ୍କ କୋଳକୁ ଏ ରାମ ହସି ହସି ଫେରି ଆସୁ ମା, ଫେରି ଆସୁ। ପିତାଶ୍ରୀ
ଆପଣ ଦୁଃଖ କରୁଛନ୍ତି ନା ପିତାଶ୍ରୀ? ମୁଁ ରାଜା ହୋଇଥାନ୍ତି, ମୋ ପରିବର୍ତ୍ତେ ମୋର ସାନୁ ଯୋଉ ଭରତ ଏ ଅଯୋଧ୍ୟା ରାଜ ସିଂହାସନରେ ଅଭିଷିକ୍ତ ହେଉଛି ନା, ସିଏ କ'ଣ ଆପଣଙ୍କ ପୁତ୍ର ନୁହଁ? ତେଣୁକରି ସିଏ ହେଉଛି ମୋର ପ୍ରାଣ। ଆପଣ ମନରୁ ସମସ୍ତ ଶୋଚନାକୁ ଦୂରୀଭୂତ କରନ୍ତୁ ପିତାଶ୍ରୀ, ଏବଂ ମୋତେ ଆଶୀର୍ବାଦ କରନ୍ତୁ। 14 ବର୍ଷର କଣ୍ଟକିତ ପଥର ପଥିକ ସାଜି ହେ ରାମ ହସି ହସି ଆପଣଙ୍କ କୋଳରକୁ ଫେରି ଆସୁ, এই আশীর্বাদ করন্তু পিতাশ্রী। କଣ ଦେଖୁଛି ରାତ୍ର ପାଇଥିଲେ ଯୋଉ ରାମ ରାଜା ହେଇଥାଉ ନେତ୍ର କଣ ନ ଦେଖୁଛି ରାଜା ଏଇ ସମୟରେ ଏଇ କଥା କଲେ ଇଏ କିଛି ଭଲ ହେଲାନି। ବାବା তুমি তো সত্য সুন্দর বংশর জন্ম গ্রহণ করিছ, তম নিজ সত্যকে তুমি রক্ষা করিছ। ধন্যবাদ বাবা রাম, ধন্যবাদ। আ বাবা এ কষা বস্ত্র মু আনিছি, এ বাবা এয়াকু তুমি নিও না, এই মুনি বেশ ধরি বন্য মধ্যে রহিব। এ রাজা পোশাক কোন বন্য মধ্যে শোভা পাইব? ମୁଁ ତତେ ସଜେଇ ଦେବି ବାବା ରାମ, ମୁଁ ତତେ ସଜେଇ ଦେବି। ବାବା ରାମ, ମୁନି ବେଶ ତତେ ସଜେଇ ଦେବି। তেতে মুনি বেশে সজাই দেলি, এ জিনিস আমি সবু রকিছি। এই 14 বর্ষ ততে ঠেণেকে 14 দিন ভেড়িয়া লাগিব। যা বাবা মু আশীর্বাদ করুছি, ভলরে ভলরে তু ফেরি আসে। কইকেই রানী মা তু দুঃখ করুছু, কিছু দুঃখ করিয়ার নাই। রাম হইথান্তা রাজা, ভরত তো রাজা হলা, এথেরে কিছু মন দুঃখ করনি। ମୁଁ ଯାଉଛି କହିକେଇ ନା ଚାଲ ମଥୁରା, ରାତ୍ର ପାଇବା ପୂର୍ବରୁ ରାମକୁ ଆମେ ବନବେଶ ସହି ତାକୁ ଶୀଘ୍ର ପଠେଇଦେବା ମଥୁରା। ଚାଲ। ମା ପୁତ୍ର, ବରକୁ ଯିବା ପୂର୍ବରୁ ମୁଁ ସୁମିତ୍ରା ମାଙ୍କୁ ଦର୍ଶନ କରିବା ପାଇଁ ଚାହେଁ, ବିଦାୟ ଦିଅନ୍ତୁ ମା। 14 ବର୍ଷ କଣ୍ଟକିତ ପଥର ପଥିକ ସାଜି ଯଥାଶୀଘ୍ର ଆପଣଙ୍କ ଚରଣ ଅରବିନ୍ଦ ଯୁଗଳକୁ ଏଇଟା ମୁଁ ଫେରି ଆସୁ। ପୁତ୍ର, ସୁମିତ୍ରା ପାଖକୁ ମୁଁ ଯାଉଛି, ତାକୁ ଶୀଘ୍ର କହିଦେବି। ପ୍ରଣାମ ଗ୍ରହଣ କରନ୍ତୁ ମା। ମା ମୁଁ ବହୁତ ଖୁସି ପୁତ୍ର,
ତୁମେ ସକାଳ ପାଇଲେ ରାଜା ହବ ହେଲେ ତୁମ ମୁହଁରେ କାହିଁକି ଏମିତିଆ ମୁଖମଣ୍ଡଳ ପଡ଼ିଯାଇଛି ପୁତ୍ର ସବ ବୃତ୍ତାନ୍ତର ମୋତେ ବୁଝେଇ କୁହ କହୁଛି ମା ଏ ଅଯୋଧ୍ୟା କାଳ ବୈଶାଖୀର କରାଳ ବିଭୀଷିକା ଗ୍ରାସ କରିଛି ମା କଣ ଜାଣନ୍ତି ରାତ୍ର ପାହିଥିଲେ ଅଯୋଧ୍ୟା ରାଜସିଂହାସନରେ ହେ ରାମ ସାଜିଥାନ୍ତା ଚକ୍ରବର୍ତ୍ତୀ ସମ୍ରାଟ ହେଲେ ଭାଗ୍ୟର ବିଡ଼ମ୍ବନା ମା ପିତାଶ୍ରୀଙ୍କୁ ସତ୍ୟ କରାଇ ମଧ୍ୟମ ମାତା କହି ଦୁଇଟି ବର ମାଗି ନେଇଛନ୍ତି ଦୁଇଟି ବର ହଁ ମା ସେ କ'ଣ କ'ଣ ପୁତ୍ର ମା ପ୍ରଥମ ବର ହେଉଛି ମୋର କନିଷ୍ଠ ଭ୍ରାତ ଭରତ ହେ ଅଯୋଧ୍ୟା ରାଜ ସିଂହାସନରେ ଚକ୍ରବର୍ତ୍ତୀ ସମ୍ରାଟ ହେବ ଏବଂ ଦ୍ୱିତୀୟ ସତ୍ୟ ରାମ 14 ବର୍ଷ ପାଇଁ କଣ୍ଟକିତ ପଥର ପଥିକ ସାଜିବ ମା ହଁ ମା ପିତାଶ୍ରୀଙ୍କ ସତ୍ୟକୁ ଅଚୂର୍ଣ୍ଣ ରଖିବା ପାଇଁ ଅଯୋଧ୍ୟା ରାଜବଂଶର କଳଙ୍କ ନ ଲାଗିବା ପାଇଁ ମୁଁ ବର୍ତ୍ତମାନ ବାହାରିଛି ଅରଣ୍ୟଗାମୀ ହେଇଛି ମା ଇଏ କ'ଣ ଯାହା କହୁଛ ସବୁ ସତ୍ୟ ପୁତ୍ର ହଁ ମା ଏହା ହେଉଛି ସତ୍ୟ କୈକେୟୀ ରାଣୀ ଏଭଳି କାହିଁକି ତମେ କଲେ ନା ମା ମା କ'ଣ ଅପମାନ କଲେ ଏ ବଂଶର ଅନେକ ପୂର୍ବଜମାନେ ତାଙ୍କର ସତ୍ୟ ରକ୍ଷା କରିବା ପାଇଁ ଏ ବିଶ୍ୱରେ କୀର୍ତ୍ତିସ୍ତମ୍ଭ ରୂପରେ ପାଲଟି ସାରିଛନ୍ତି ଯଦି ପିତାଶ୍ରୀ ମୋ ପାଇଁ ସତ୍ୟ ରଖିଛନ୍ତି 14 ବର୍ଷ ପାଇଁ କଣ୍ଟକିତ ପଥର ପଥିକ ସାଜିବା ପାଇଁ ଏଥିରେ କୈକେୟୀ ମାଙ୍କର କିଛି ଦୋଷ ନାହିଁ ମା ମୁଁ ହେଇଥାନ୍ତି ରାଜା ମୋର ସାନୁଚ ଭରତ ତ ଏ ଅଯୋଧ୍ୟା ସିଂହାସନ ରାଜା ହେବ ନା ତାହେଲେ ତୁ ଯଦି ଯାଉଛୁ ବନଗାମୀ ତାହେଲେ ଲକ୍ଷ୍ମଣଙ୍କୁ ସଙ୍ଗତରେ ନେଇକି ଯା ନା ମା ଏତେ ନିଷ୍ଠୁର ହୁଅନ୍ତୁନି ମୋର ସାନୁଚ ଲକ୍ଷ୍ମଣ ମୋ ସଙ୍ଗତ ଅରଣ୍ୟଗାମୀ ହେବ ନା ମା ଯେତେବେଳେ ତୋ ମା ମୋତେ ଚରୁ ଖାଇବାକୁ ଦେଇଥିଲେ ସେତେବେଳେ ମୁଁ ସତ୍ୟ କରିଥିଲି ମୋ ପୁତ୍ର ରାମ ଯୁଆଡ଼େ ଯିବ ମୋ ପୁତ୍ର ଲକ୍ଷ୍ମଣ ସେଇଆଡ଼େ ମଧ୍ୟ ଯିବ ତୁ ତାକୁ ଏକା କରି କେମିତି ଛାଡ଼ି ଚାଲିଯିବୁ ରେ ପୁତ୍ର ତାକୁ ଏକା ନୁହେଁ ମା। ଯା। ମୋ ଲକ୍ଷ୍ମଣକୁ ମୁଁ ଏକା ଛାଡ଼ି ବଞ୍ଚି ପାରିବିନି ହେଲେ ତାର ହେଉଛି କୋମଳ ତନୁ ଯେତେବେଳେ କଣ୍ଟକିତ ପଥର ପତିକ ସାଜିବ ସେ ତା ପଦରେ ଯେତେବେଳେ କଣ୍ଟା ଫୁଟି ଯାଉଥିବ ରାମ ଚକ୍ଷୁରୁ ଲୁହ ନୁହେଁ ମା ଏ ରାମ ହୃଦୟରୁ ଲୋତକ ବହି ଯାଉଥିବ ମା ଆପଣ ଏତେ ନିଷ୍ଠୁର ହୁଅନ୍ତୁନି ମା ଲକ୍ଷ୍ମଣକୁ ମୋ ସଙ୍ଗରେ ଆସିବା ପାଇଁ କୁହନ୍ତୁ ନାହିଁ ନା ପୁତ୍ର ରାମ ଯେଉଁଠାରେ ଲକ୍ଷ୍ମଣ ମଧ୍ୟ ସେଇଠାରେ ସମସ୍ତେ ସତ୍ୟ ରକ୍ଷା କରୁଛନ୍ତି ମୁଁ ବି ମଧ୍ୟ ସତ୍ୟ ରକ୍ଷା କରିବି ହଁ ତୁ ଲକ୍ଷ୍ମଣକୁ ନେଇକି ସଙ୍ଗତରେ ଯାଅ ମୁଁ ଲକ୍ଷ୍ମଣକୁ ଡାକୁଛି ଶୋକ କରିଦେ ଲକ୍ଷ୍ମଣକୁ ଆଉ ହରାଇଦେ। ଲକ୍ଷ୍ମଣ ଲକ୍ଷ୍ମଣ ପୁତ୍ର ଏଠାକୁ ଆସ ମା ମୋର ପ୍ରଣାମ ଗ୍ରହଣ କରନ୍ତୁ ମା ପ୍ରଭୁ ମୋର ପ୍ରଣାମ ଗ୍ରହଣ କରନ୍ତୁ ପ୍ରଭୁ ଉଠ ଲକ୍ଷ୍ମଣ ମା ପୁତ୍ର ରାତ୍ର ପାଇଲେ ପ୍ରଭୁ ଅଯୋଧ୍ୟା ରାଜସିଂହାସନରେ ଅଭିଷିକ୍ତ କରିଥାନ୍ତେ ଅଯୋଧ୍ୟାର ପ୍ରତ୍ୟେକ ନରନାରୀଙ୍କ ମନରେ ଆନନ୍ଦର ଲହରୀ ସେତିକି ନୁହେଁ ମା ଜୟ ଜୟକାର ଧ୍ୱନି ଶଙ୍ଖ ଧ୍ୱନିରେ ଅଯୋଧ୍ୟା ନଗରୀ ଆଜି ଫାଟି ପଡୁଛି ସେତିକି ନୁହେଁ ବି ମା ଏ ଅଯୋଧ୍ୟା ନଗର ମଧ୍ୟ ଅପେକ୍ଷା କରି ରହିଛି ପ୍ରଭୁ ରାମଙ୍କର ରାଜତ୍ୱ ଦେଖିବାକୁ ହେଲେ ମା ଏ ଅର୍ଦ୍ଧରାତ୍ରରେ ଆପଣଙ୍କ ମୁହଁରେ ଗୋଟେ ବିଷାଦର ଛାୟା ପୁଣି ପ୍ରଭୁଙ୍କର ସ୍କନ୍ଧ ଦେଶରେ ଲାଉତୁମ୍ଭା କ'ଣ ହଉଛି ମା ପୁତ୍ର ତୁମେ ଯାହା ଶୁଣୁଛ ସବୁ ସତ୍ୟ ରାମ ବୋଲେ ଯାଉଅଛି ସୁର ସୌମିତ୍ରୀ। ଆରେ ରାମ ବୋଲେ ଯାଉଅଛି ସୁର ସୌମିତ୍ରୀ।
ମା ତୁମେ ଯାହା ଶୁଣିଥିଲ ସବୁ ସତ୍ୟ, କିନ୍ତୁ କଣ ମା? କୈକେୟୀ ରାଣୀ ରାଜାଙ୍କୁ ସତ୍ୟ କରାଇ 2ଟି ବର ମାଗି ଦେଇଛନ୍ତି। ସେ ବର ଦୁଇଟି କଣ ମା? ସେ ବର ହେଉଛି ତାଙ୍କ ପୁତ୍ର ଭରତ ଅଯୋଧ୍ୟା କଟକର ରାଜସିଂହାସନ ଅଭିଷିକ୍ତ ହେବ। କଣ କହିଲ ମା? ପ୍ରଭୁ ରାଜା ହେବା ପରିବର୍ତ୍ତେ ଅଗ୍ରଜ ଭରତ ଏ ଅଯୋଧ୍ୟାର ରାଜା ହେବ। ହଁ ପୁତ୍ର। ଆଉ ଅନ୍ୟ ବରଟି? ଆଉ ଅନ୍ୟ ବରଟି ହେଲା 14 ବର୍ଷ ପାଇଁ ରାମ ବନଗାମୀ ହେବ। ନାଇଁ ମା, ଆପଣ ଏହା ଶୁଣିକି ମଧ୍ୟ କିଛି ବିରୋଧ କାହିଁ କରୁନାହାନ୍ତି? କାହିଁକି ପ୍ରତିବାଦ କରୁନାହାନ୍ତି? ତାହେଲେ ମୋତେ ଅନୁମତି ଦିଅନ୍ତୁ, ମୁଁ ଏହାର ପ୍ରତିବାଦ କରିବି। ରାଜା ଦଶରଥ ଏହା ସତ୍ୟ କରିଛନ୍ତି। ନାଇଁ ମା, ମୁଁ ଏହା କେବେ ହେବେ ଦେବିନି। ଲକ୍ଷ୍ମଣ, ପ୍ରଭୁ କାହାକୁ କାହାକୁ ପ୍ରତିବାଦ କରିବା ପାଇଁ କହୁଛୁ ଲକ୍ଷ୍ମଣ? ଆପଣଙ୍କ ପ୍ରତି ଏଥିରେ ଅନ୍ୟାୟ, ଏ ଅଯୋଧ୍ୟା ପ୍ରତି ଏଥିରେ ଅନ୍ୟାୟ। ନାରେ ଲକ୍ଷ୍ମଣ, ନାହିଁ ପ୍ରଭୁ, ତୁ କଣ ଜାଣିନୁ ଏ ଅଯୋଧ୍ୟା ବଂଶର କୀର୍ତ୍ତି? ଏ ଅଯୋଧ୍ୟା ବଂଶରେ ଜନ୍ମ ହୋଇଥିବା ସମସ୍ତ ପୂର୍ବଜମାନେ ନିଜର ସତ୍ୟକୁ ରକ୍ଷା କରିବା ପାଇଁ ନାହିଁ ପ୍ରଭୁ, ନିଜକୁ ତିଳ ତିଳ କରି ସମର୍ପଣ କରି ଦେଇଛନ୍ତି ଲକ୍ଷ୍ମଣ। ଏବେ ଏବେ ରାମର ପରୀକ୍ଷା। ଯଦି ପିତାଶ୍ରୀଙ୍କର ସତ୍ୟ ହୋଇଛି ରାମ 14 ବର୍ଷ ପାଇଁ ଅରଣ୍ୟକୁ ଯିବ, ଏଇଟା ହିଁ ସତ୍ୟ। ନାହିଁ ପ୍ରଭୁ, ଏ ଲକ୍ଷ୍ମଣ ଅଛି ପ୍ରଭୁ। ନା ଲକ୍ଷ୍ମଣ, ତତେ ମୁଁ ଅନୁରୋଧ କରୁଛି, ନାହିଁ ପ୍ରଭୁ, ଅରଣ୍ୟକୁ ଯିବା ପୂର୍ବରୁ କାହାର ପ୍ରତିବାଦ କରନି ଲକ୍ଷ୍ମଣ। ନାହିଁ ପ୍ରଭୁ, ଯଦି ଆପଣ ଯିବେ ବନକୁ, ମୁଁ ବି ଆପଣଙ୍କ ସହିତ ନିଶ୍ଚିନ୍ତ ଯିବି। ନା ଲକ୍ଷ୍ମଣ, କାହିଁକି ନା ପ୍ରଭୁ, ତୁ କଣ ଜାଣିନୁ ମୁଁ ଯଦି ଶରୀର ହୁଏ ତୁ ହଉଛୁ ମୋର ଆତ୍ମା ସଦୃଶ। ଜାଣିଛି ପ୍ରଭୁ, ତୁ କଣ ଜାଣିନୁ ରାମ ରାମ ତୋ କଷ୍ଟ କେବେ ସହ୍ୟ କରିପାରେ ନା ଲକ୍ଷ୍ମଣ। କହିଲା ଲକ୍ଷ୍ମଣ, ଯେତେବେଳେ ଯେତେବେଳେ କଣ୍ଟକିତ ପଥର ପ୍ରତୀକ ସାଜିବୁ ଲକ୍ଷ୍ମଣ, ଯେତେବେଳେ ତୋର କମଳ ତନକୁ କଷ୍ଟ ହେଉଥିବ, ତାହେଲେ ରାମ କଣ ସହ୍ୟ କରିପାରିବ ଲକ୍ଷ୍ମଣ? ନାହିଁ ପ୍ରଭୁ, ଆପଣ ଯଦି ହେଇକି କଣ୍ଟକିତ ପଥର ପଥିକ ହୋଇପାରନ୍ତି, ମୁଁ ତ ହେଉଛି ଆପଣଙ୍କର ଦାସ, ମୁଁ କାହିଁକି କଣ୍ଟକିତ ପଥର ପଥିକ ହୋଇପାରିନି ପ୍ରଭୁ? ପ୍ରଭୁ, ଲକ୍ଷ୍ମଣ, ମନୁଷ୍ୟ ଜନ୍ମ ହେବା ସମୟରେ ଏକ ନିର୍ଦ୍ଦିଷ୍ଟ କର୍ମକୁ ନେଇ ଜନ୍ମ ହୋଇଥାଏ। ଏ ଲକ୍ଷ୍ମଣ ବି ଠିକ ଏକ ନିର୍ଦ୍ଦିଷ୍ଟ କର୍ମକୁ ନେଇ ଜନ୍ମ ନେଇଛି। ସେ କର୍ମଟି କ'ଣ ଜାଣନ୍ତି ପ୍ରଭୁ? ସେ କର୍ମଟି ହେଉଛି ଆପଣଙ୍କର ସେବା। ଯଦି ଏ ଲକ୍ଷ୍ମଣ ଆପଣଙ୍କର ସେବା ନ କରିବ, ଏ ଲକ୍ଷ୍ମଣ ଜୀବନର ସାର୍ଥକତା ରହିବନି ପ୍ରଭୁ। ଆପଣଙ୍କ ବିନା ଏ ଅଯୋଧ୍ୟାର ରାଜଭୋଗ ବିଳାସ ଦରକାର ନାହିଁ। କେବଳ ଲକ୍ଷ୍ମଣର ଆପଣଙ୍କର ସେବା ଏକାନ୍ତ କାମ୍ୟ ପ୍ରଭୁ। ଆପଣ ଯେଉଁଠାରେ ରହିବେ ଲକ୍ଷ୍ମଣ ସେଇଠାରେ ଦାସ ହୋଇ ରହିବାକୁ ଚାହେଁ। ଏପରି ନିଷ୍ଠୁର ଉଠ ଲକ୍ଷ୍ମଣ, ଉଠି ଯା ଲକ୍ଷ୍ମଣ। ହେ ରାମ ତୋର ଅନ୍ତର ବେଦନାକୁ ବୁଝି ପାରୁଛି ଲକ୍ଷ୍ମଣ। ଲକ୍ଷ୍ମଣ, ପ୍ରଭୁ, ଲକ୍ଷ୍ମଣ, ମୁଁ ଗୋଟେ ଆଦେଶ ମାଗିବି, ମତେ ଆଦେଶ ଦେଇପାରିବେ? କୈକେୟୀ ଭରତ ସହ କରିବି ନିଧନ, କରିବି ନିଧନ। ଭରତ କୈକେୟୀ ସହ କରିବି ନିଧନ, କରିବି ନିଧନ। ସୀତା ଘେନି ଅଭିଷେକ ହୁଅନ୍ତୁ ଆପଣ କିମ୍ବା ବନେ, ଯିବା ହେବେ ଅଯୋଧ୍ୟା ରାଜନ ହେ। ପ୍ରଭୁ, ମତେ ଯଦି ଆଦେଶ ଦିଅନ୍ତି ଆପଣ ମାଙ୍କୁ ନେଇ ଏ ଅଯୋଧ୍ୟାର ରାଜ ସିଂହାସନରେ ଅଭିଷିକ୍ତ କରାନ୍ତୁ, ଦେଖିବି ପ୍ରଭୁ ଆପଣଙ୍କୁ କିଏ ବିରୋଧ କରୁଛି। ଆଉ ଯିଏ ବିରୋଧ କଲା, ଏ ଲକ୍ଷ୍ମଣ ତାକୁ ଧ୍ୱଂସ କରିବା ସହିତ ଏ ଅଯୋଧ୍ୟା ନଗରୀକୁ ଧ୍ୱଂସ ଉପରେ ପରିଣତ କରିବା ପାଇଁ ମତେ କିଞ୍ଚିତ ମାତ୍ର ସମୟ ଲାଗିବ ପ୍ରଭୁ। ମୋ କଥାକୁ ମାନି ଆପଣ ମାଙ୍କୁ ନେଇ ଅଯୋଧ୍ୟାର ରାଜ ସିଂହାସନରେ ଅଭିଷିକ୍ତ କରାନ୍ତୁ ପ୍ରଭୁ। ଇଏ କଣ ଲକ୍ଷ୍ମଣ? ହଁ ପ୍ରଭୁ, ମୁଁ ଯାହା କହୁଛି ଠିକ କଥା କହୁଛି ପ୍ରଭୁ।
ପିତୃ ସତ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ପିତାଙ୍କର ସତ୍ୟକୁ ମାନି ହେ ରାମ କଣ୍ଟକିତ ପଥର ପଥିକ ସାଜିବା ପାଇଁ ନାଇଁ ପ୍ରଭୁ ଏ ସତ୍ୟସନ୍ଧ ବଂଶରେ କଳଙ୍କ ଲାଗି ଯାଉ। ନା ଲକ୍ଷ୍ମଣ, ଏ ରାମ କେବେ ସତ୍ୟସନ୍ଧ ବଂଶରେ କଳଙ୍କ ଲାଗିବାକୁ ଦେବନି ଲକ୍ଷ୍ମଣ। ପ୍ରଭୁ କାହାକୁ କହୁଛ ବଦ୍ଧ କରିବା ପାଇଁ? ସୁମିତ୍ରା ମା ଯେପରି ତୁମର ମା, କୈକେୟୀ ମା ବି ତୁମର ମା। ନାଇଁ ପ୍ରଭୁ, ଏ ରାମ ଯେପରି ତୁମର ଅଗ୍ରଜ, ଭରତ ମଧ୍ୟ ତୁମର ଅଗ୍ରଜ। ଯଦି ମୁଁ ଅଭିଷିକ୍ତ ହୋଇଥାନ୍ତି, ମୁଁ ହେଇପାରିନି ନା ଲକ୍ଷ୍ମଣ। ତୁମର ଅଗ୍ରଜ ଭରତ ତ ରାଜା ରୂପ ଅଭିଷିକ୍ତ ହେବ। ପ୍ରଭୁ ଏଥିରେ ଦୁଃଖ କାହିଁ କରୁଛ ଲକ୍ଷ୍ମଣ? ପ୍ରଭୁ ଯେପରି ସମସ୍ତ କୈକେୟୀ ମା ଏବଂ ସମସ୍ତ ଭରତ ପ୍ରତି ତୁମେ ଆକ୍ରୋଶମନ ଭାବ ରଖିଛ, ତା ମନରୁ ପରିତ୍ୟାଗ କର ଲକ୍ଷ୍ମଣ। ଏହା ତୁମ ପାଇଁ ଭାବିବା ମଧ୍ୟ ପାପ। ପ୍ରଭୁ ଲକ୍ଷ୍ମଣ, ଯଦି ତୁମେ ମୋ ସଙ୍ଗତରେ ସେବା କରିବା ପାଇଁ, ପ୍ରଭୁ ଅରଣ୍ୟଗାମୀ ହେବା ପାଇଁ ଭାବିଛ, ତାହେଲେ ସତ୍ୟକୁ ଆଦରି ନିଅ। ହେଲେ ପ୍ରଭୁ। ଯିବା ପୂର୍ବରୁ ତୁମକୁ ଏକ ବାକ୍ୟ ପଚାରୁଛି ଲକ୍ଷ୍ମଣ, କଣ ପ୍ରଭୁ? ରକ୍ଷା କରିପାରିବ? ହଁ ପ୍ରଭୁ। ଯେଉଁ ପର୍ଯ୍ୟନ୍ତ ଅଯୋଧ୍ୟା ଦେଶରେ ତୁମେ ସୁକୁମାର ଲକ୍ଷ୍ମଣ ହୋଇଥିଲ, ଅନେକ ଭୋଗ ବିଳାସ ଭୋଗ କରୁଥିଲ ଲକ୍ଷ୍ମଣ। ପ୍ରଭୁ ମୋ ହସ୍ତଗତି ଯେପରି ଅରଣ୍ୟଗାମୀ ହେବ, କଣ୍ଟକିତ ପଥର ପଥିକ ସାଜି ପାରିବ ଲକ୍ଷ୍ମଣ? ପ୍ରଭୁ ଆପଣ ଯଦି କଣ୍ଟକିତ ପଥର ପଥିକ ସାଜି ପାରନ୍ତି, ଏ ଦାସ କାହିଁକି ସାଜି ପାରିବନି ପ୍ରଭୁ? ରାଜଭୋଗ ପରିତ୍ୟାଗ କରି କଣ୍ଟକିତ ପଥର ପଥିକ ସାଜି ନିଜକୁ ସମ୍ଭାଳି ପାରିବ ଲକ୍ଷ୍ମଣ? କାହିଁକି କରିପାରିବେନି ପ୍ରଭୁ? ପ୍ରଭୁ ଯେଉଁଠାରେ ଏ ଭୃତ୍ୟ ଏ କିଙ୍କର ଲକ୍ଷ୍ମଣ ମଧ୍ୟ ସେଇଠାରେ ପ୍ରଭୁ। ରାଜବସୁ ଭୋଗର ସୁସ୍ୱାଦୁ ବ୍ୟଞ୍ଜନକୁ ଛାଡ଼ି ଅରଣ୍ୟର ସମସ୍ତ ଫଳମୂଳକୁ ଆହାର କରି ବଞ୍ଚି ପାରିବ ଲକ୍ଷ୍ମଣ? ଯେଉଁଠାରେ ମୋ ପ୍ରଭୁ ରାମଚନ୍ଦ୍ର ଫଳମୂଳକୁ ଗ୍ରହଣ କରି ରହିପାରିବେ, ଏ ଲକ୍ଷ୍ମଣ କାହିଁକି କରିପାରିବନି ପ୍ରଭୁ? ସତ୍ୟକୁ ଆଦରି ନିଅ ଲକ୍ଷ୍ମଣ। ପ୍ରଭୁ ସତ୍ୟସନ୍ଧ ବଂଶରେ କଳଙ୍କ ଲାଗିବା ପୂର୍ବରୁ ଆମେ ଅରଣ୍ୟଗାମୀ ହେଇଯିବା ଲକ୍ଷ୍ମଣ। ଚାଲନ୍ତୁ ପ୍ରଭୁ। ପୁତ୍ର ଲକ୍ଷ୍ମଣ, ମା ଆଉ ଗୋଟେ କଥା କହୁଛି ମଧ୍ୟ ଶୁଣିବୁ। କଣ ମା? ଦଶରଥ ପରି ତୁ ରାମକୁ ଥିବୁ ଘେରି